ସାଙ୍ଗମାନେ ଦେଖିକି ଏଇଟା ଜାଣିପାରୁନାହାନ୍ତି ନା ଏଇଟା କି ତରକାରୀ ବୋଲି। ଏଇଟା ହେଉଛି ଲାଉ ତରକାରୀ। ଦେଖନ୍ତୁ ଭିଡ଼ିଓଟାକୁ ଆରମ୍ଭରୁ ଶେଷ ଯାକେ ମୁଁ କେମିତି କରିଛି। ଲାଉଟା ଖାଇବା ପାଇଁ ଭଲ, ପିଲାମାନେ ବି ବୁଝନ୍ତି ନାହିଁ, ଏମିତି କରିକିରି ଦିଅନ୍ତୁ। ମୁଁ ଆଜି ମାର୍କେଟ ଯାଇଥିଲି, ଆସିଛି ମାର୍କେଟ ଟିକେ ହାଟରେ ଦେଖିଲା ବେଳକୁ କେତେ ସୁନ୍ଦର ଲାଉ ଅଛି ସବୁ। ତେଣୁ ସେ ଭାଇଙ୍କୁ କହିଲି, ମୁଁ କହିଲି ଗୋଟେ ଲାଉଟାଇ ଦିଅ। ସେ ଗୋଟେ ଲାଉ ମୋତେ ଦେଇଦେଲେ। ମୁଁ ଘରକୁ ଆସି ତାକୁ ଧୋଇ ଦେଇ ପରିଷ୍କାର କରି ଚୋପା ଛଡ଼େଇ ତାକୁ କ୍ରସରରେ କାଟିକିରି ଏମିତି ପୁରା ଗୁଣ୍ଡ କରିଦେଲି। ତାକୁ ପୁରା ଟିକ୍ ଟିକ୍ କରିଦେଲି। ତାକୁ ଚୁପୁଡ଼ିକିରି ସବୁ ପାଣି ତା'ର ବାହାର କରିଦେଲି। ସବୁ ପାଣି ବାହାର କରିଦେଇକିରି ଆରମ୍ଭ କଲି ତା'ର କୋପ୍ତା କରିବା ପାଇଁକା। ତାକୁ ଏଇଟା ହେଉଛି ଲାଉ କୋପ୍ତାର ତରକାରୀ। ତାକୁ ଚୁପୁଡ଼ି ଚାପୁଡ଼ି ସାରିଲେ ସେଥିରେ ବେସନ ଟିକେ ତା ଦେହରେ ପକାଇବା। ମୁଁ ତା ଦେହରେ 2 ଚାମଚ ବେସନ ପକାଇଲି। ବେସନ ପକାଇଦେଲେ ଏଇଟା ବାଇଣ୍ଡିଙ୍ଗ ହେବା ପାଇଁକା ଠିକ୍ ହେବ, ବାନ୍ଧିଗଲେ ଛାଣିବା ପାଇଁ ସୁବିଧା। ତା ଦେହରେ ବେସନ ପକାଇକି ଟିକେ କଟା ରସୁଣ କିଛି ପକାଇବା, ତା ଦେହରେ କଟା ପିଆଜ, କଟା କଞ୍ଚା ଲଙ୍କା ସବୁ ତା ଦେହରେ ପକାଇଦେବା। ଆବଶ୍ୟକ ଅନୁସାରେ ତା ଦେହରେ ଲୁଣ ପକାଇବା ଟିକେ, ତାପରେ ଟିକେ ହଳଦୀ ଗୁଣ୍ଡ ଟିକେ ପକାଇବା। ତାପରେ ଆମେ ତାକୁ ଏମିତି ଶୁଖିଲା ଏମିତି ଗୋଳେଇବା। ତା ଦେହରେ ବିଲକୁଲ ବି ପାଣି ଦେବାନି, ଏମିତି ଗୋଳେଇବା। ଲାଉଟା ଟିକେ ପାଣି ଅଂଶ ଥାଏ, ଯଦି ପାଣି ଦେଖିବେ ବୋଲେ ଆଉ ଟିକେ ବେସନ ପକାଇବି। ତାପରେ ତାକୁ ଏମିତି ଗୁଳା କରିକି ରଖିବା। ତାପରେ ଆମେ ତାକୁ ତେଲ କଢ଼େଇ ବସାଇବା, ହାଲକା ଗରମ କରିକି ଆକୁ ସବୁ ପକାଇବା। ତା ଦେହରେ ପକାଇକିରି ଧୀରେ ଧୀରେ, ବହୁତ ନରମ ଜିନିଷ ବି ବଢ଼ିଆ ନରମ ନରମ ହେବ ଏଇଟା। ତାକୁ ଆମେ ଧୀରେ ଧୀରେ କି ଲଉଟାଇ ଦେବା। ତାକୁ ବ୍ରାଉନ୍ କଲର୍ ହେବା ଯାକେ ତାକୁ ଛାଣିଦେବା। ଛାଣିକିରି ତାକୁ ଦେଖନ୍ତୁ ଧୀରେ ଧୀରେ ଏମିତି ତାକୁ ଟିକେ ଲଉଟାଇ ଦେଉଥିବେ। ବେଶୀ ଗ୍ୟାସ୍ ଜୋର ଜାଳ ଦେଇଦେଲେ ଟିକେ ପୋଡ଼ି ପୋଡ଼ି ଗଲାଳିଆ ହେଇଯିବ, ଭିତରଟା ଟିକେ ହେବନି। ତେଣୁ ତାକୁ ଲୋ ମିଡ଼ିୟମ୍ରେ ତାକୁ ଧୀରେ 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 କରି ବ୍ରାଉନ୍ କଲର୍ ହେବା ଯାଏ ଟିକେ ତାକୁ ଛାଣିବେ। ଦେଖନ୍ତୁ ଏମିତି ପୁରା ତା ଭିତରଟା ଯେମିତି ହେବ, ନହେଲେ ଟିକେ କଞ୍ଚାଳିଆ ରହିବ। ଏଇଟା ଆମର ହେଇଗଲା। ଆକୁ ଆମେ କାଢ଼ିଦେବା। ଦେଖନ୍ତୁ ପୁରା ବଢ଼ିଆ ଆକାରରେ ହେଇଯାଇଛି, ପୁରା ହେଇଯିବ। ଦେଖନ୍ତୁ କେତେ ସୁନ୍ଦର ଭାବରେ ପୁରା ବ୍ରାଉନ୍ କଲର୍ ହେଇଯାଇଛି, ପୁରା ନରମ ନରମ ହେଇଛି। ଦେଖନ୍ତୁ କେମିତି। ଚାଲନ୍ତୁ ନେକ୍ସଟ ପ୍ରୋସେସ୍କୁ ଚାଲନ୍ତୁ ଦେଖିବା। ମସଲା ଆମେ ନେବା 2ଟା ଗୋଲମରିଚ, ଗୁଜୁରାତି, ଡାଲଚିନି, କାଜୁ, ଟମାଟୋ, ରସୁଣ, ଅଦା, ଖଣ୍ଡେ ପିଆଜ। ତାକୁ ନେଇକି ଆମେ କଢ଼େଇରେ ଟିକେ ତେଲ ପକାଇଦେବା। ଅଳ୍ପ ଟିକେ ହାଲକା ତେଲ ପକାଇଦେବା। ଆମେ ଭଜା ମସଲାରେ କରିବା। ତା ଦେହରେ ଟିକେ ପାଣି ଦେଇଦେବା। ତାକୁ ଟିକେ ଆମେ ଘୋଡ଼େଇ ଦେବା, ଟିକେ 2 ମିନିଟ୍ ପାଇଁ ଟିକେ ଘୋଡ଼େଇ ଦେବା। ଘୋଡ଼େଇ ଦେଲା ପରେ ସେ ଟିକେ ହାଲକା ଖାଲି ସିଝି ଯାଇଥିବ। ତାକୁ ଆମେ ଗୋଟେ ଜାଗାରେ ଟିକେ ଥଣ୍ଡା କରିଦେବା। ଥଣ୍ଡା କରିସାରିଲା ପରେ ସେ ଟିକେ ଥଣ୍ଡା ହେଇଯିବ। ଥଣ୍ଡା ହେଲା ପରେ ଆମେ ତାକୁ ଗ୍ରାଇଣ୍ଡରରେ ବାଟିଦେବା। ବାଟି ସାରିଲା ପରେ ଯିବା ଆମେ ତେଲ ପକାଇବା। ତେଲ ଦେହରେ ଆମେ ଏଇଟା ଭଜା ମସଲାଟା, ଏଇଟା ଆମେ ପୁରା ଭଲସେ କଷିବା। ଏଇଟାକୁ ଟିକେ ନାକରୁ ଏଇଟା ଟିକେ ତେଜପତ୍ର ଟିକେ ଜିରା ଟିକେ ପକାଇବା। ତା ଦେହରେ ଆମେ କଟା ପିଆଜକୁ ପକାଇବା। ପିଆଜଟାକୁ ବ୍ରାଉନ୍ କଲର୍ ହେବା ଯାଏ ଟିକେ ଭାଜିଦେବା। ପିଆଜଟା ଟିକେ ଭାଜି ଦେଲା ପରେ ଆମେ ପିଆଜଟା ଟିକେ ଭଲସେ ଆମେ ବାଟିଛେ ତା ଦେହରେ ପିଆଜ, ଆ ଦେହରେ ଟିକେ କଟା ପିଆଜ, ଅଳ୍ପ ପିଆଜ ତା ଦେହରେ ଭାଜିକି ପକାଇଛେ। ଏଥିରେ କଟା ପିଆଜଟାକୁ ଆମେ ଟିକେ ଭାଜିଦେବା ବ୍ରାଉନ୍ କଲର୍ ହେବା ଯାଏ। ଭାଜିଦେଲା ପରେ ତା ଦେହରେ ଆମେ ପକାଇବା ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ମେଥିପତ୍ର ଆଗ ତା ଦେହରେ ଆମେ ପକାଇଦେବା। କାରଣ ଏଥିରେ କାଜୁ ବଟା ହେଇଛି, ତରକାରୀଟା ଟିକେ ଧଳା ଧଳା ଦେଖାଯିବ। ତେଣୁ ଲଙ୍କାଟାକୁ ଟିକେ ତେଲରେ ପକାଇଦେଲେ, ହାଲକା ତେଲରେ ଟିକେ ପକାଇ ଭାଜିଦେଲେ କଲର୍ଟା ବି ଭଲ ଆସିବ। ତାପରେ ଆମେ ଏଇଟା ମସଲାକୁ ଆମେ ଦେଇଦେବା, ଯେଉଁ ବାଟିକି ରଖିଥିବା ମସଲାକୁ ତାକୁ ତା ଦେହରେ ଓଜାଡ଼ି ଦେବା। ତା ଦେହରେ ଆମେ ଲୋ ଫ୍ଲେମ୍ରେ ମସଲାଟାକୁ କଷିବା। ତା ଦେହରେ ଆମେ ଆବଶ୍ୟକ ଅନୁସାରେ ପକାଇବା ଲୁଣ, ଚିନି ଟିକେ ପକାଇବା। ତାପରେ ଟିକେ ଲୁଣ ପକାଇବା, ଚିନି ଟିକେ ହାଲକା ଚିନି ଟିକେ ପକାଇବେ। ଦେଖନ୍ତୁ ମସଲାଟା ପୁରା କଷି ହେଇଗଲା, ପୁରା ଭଲ ଭାବରେ କଷି ହେଇଗଲା, ପୁରା ତେଲ ଛାଡ଼ିଗଲାଣି। ଆମେ ତା ଦେହରେ ଦେଇଦେବା ଟିକେ ପାଣି। କୋପ୍ତାଟା ଆମର ପୁରା ନରମ ଅଛି, ତେଣୁ ଆମେ ପାଣିଟା ଆଗ ମସଲାଟାକୁ ସିଝିବା ପାଇଁ ଛାଡ଼ିଦେବା। ଟିକେ କିଛି ସମୟ ଛାଡ଼ିଦେବା ସିଝିବା ପାଇଁ ମସଲାଟା। 5 ମିନିଟ୍ ପାଇଁ ଫୁଟିଗଲା ପରେ 5 ମିନିଟ୍ ଘୋଡ଼େଇ ଦେବା। ଟିକେ ସିଝିଗଲା ପରେ ଆମେ କୋପ୍ତାଟାକୁ ତା ଦେହରେ ପକାଇଦେବା। ଦେଖନ୍ତୁ କୋପ୍ତାଟା ଟିକେ ଗୋଳେଇ ଗାଳେଇ ଦେଇକିରି ଆମେ ସିମ୍ କରିଦେବା। ଗ୍ୟାସ୍ଟାକୁ ବନ୍ଦ କରି ଘୋଡ଼େଇ ଦେବା ଟିକେ। ତାପରେ ହେଇଯିବ ଆମର ତରକାରୀ। ତାପରେ ଆମେ ଟିକେ କଟା ଧନିଆ ପତ୍ର ଟିକେ ପକାଇବା। ତା ଦେହ ପାଇଁକା ଟିକେ ଆମର ଦରକାର ହେଉଛି ଟିକେ କ୍ରିମ୍ ଟିକେ ତା ଦେହରେ ପଡ଼େ। ମୋ ପାଖରେ ତ କ୍ରିମ୍ ନଥିଲା, ମୁଁ କ୍ଷୀର ଟିକେ ସର ଥିଲା, ସେ ସରକୁ ମୁଁ ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଟିକେ ସରକୁ ଦେଖନ୍ତୁ, ମୁଁ ଫ୍ରେଶ୍ ସର ଗୁଡ଼ାକ ଥିଲା, ସେ ସରକୁ ମୁଁ ଗ୍ରାଇଣ୍ଡିଙ୍ଗ କରି ତା ଦେହରେ ପକାଇ ଦେଇଛି। ପକାଇଦେଲେ ତା'ର ଫ୍ଲେଭରଟା ଭଲ ଆସିବ। ଏମିତି କୋପ୍ତା କରନ୍ତୁ। ଲାଉ ପିଲାମାନେ ତ ଖାଆନ୍ତିନି, ବଡ଼ ଲୋକ ବି ଜଣେ ଜଣେ ଖାଆନ୍ତିନି। ଏମିତି ଲାଉ ଏମିତି କରିକିରି କରନ୍ତୁ, ପିଲାମାନେ ପୁରା ବହୁତ ଭଲ, ପୁରା ହୋଟେଲ ତରକାରୀ ଭଳିଆ ବି ଲାଗିବ, ଭୋଜି ତରକାରୀ ଭଳିଆ ବି ଲାଗିବ। ଏଇ ଯେଉଁ ଆମର ଭଜା ମସଲାରେ, ସାହି ମସଲାରେ ହେବ, ବଢ଼ିଆ ଲାଗିବ। ତା ଫ୍ଲେଭରଟା ବି ଭଲ ଥିବ ପୁରା।
ଦେଖନ୍ତୁ ଏଇଟା ତା ଭିତରଟା ପୁରା ନରମ ନରମ ହେଇଛି, ସମସ୍ତେ ବି ଖାଇପାରିବେ। କରି ଖାଆନ୍ତୁ, ମୋତେ ଲାଇକ୍ କମେଣ୍ଟ ସେୟାର କରନ୍ତୁ, କେମିତି ହେଇଛି ମୋତେ କହିବେ। ପିଲାମାନେ ଖାଉଛନ୍ତି କି ନାହିଁ ଦେଖିବେ, ବଡ଼ମାନେ ବି ଯେଉଁମାନେ ଲାଉ ନ ଖାଆନ୍ତି ସେମାନେ ବି ଜାଣି ବି ପାରିବେନି। ଦେଖିବେ, ଖାଆନ୍ତୁ, ମୋତେ ଲାଇକ୍ କମେଣ୍ଟ ସେୟାର କରିବେ, ମୋତେ କହିବେ କେମିତି ହେଇଛି, ଆଉ ନୂଆ ଜିନିଷ କ'ଣ ଦରକାର ମୋତେ କହିବେ। ରହିଲି, ଜୟ ଜଗନ୍ନାଥ। ପୁଣି ନୂଆ ଭିଡ଼ିଓରେ।